ମାନେ ଏଇଟା ହଉଛି ଆଜିର ଦିନ ହଉଛି ଶିବ ପାର୍ବତୀଙ୍କର ବିବାହର ଦିନ। ଆଉ ବିବାହର ଗୋଟେ କର୍ମ ହଉଛି ଆମର ଚଉଠି ରାତି, ଯୋଉଟା ମୋ ଫିଲ୍ମର ଟାଇଟଲ। ତ ମୁଁ ସେଇ ଭଗବାନଙ୍କ ପାଖରେ ମୋ ଫିଲ୍ମଟିକୁ ଅର୍ପଣ କରୁଛି। ଫିଲ୍ମଟି ସଫଳତା ଲାଭ କରୁ, ମୁଁ ଏହା ଚାହିଁବି। ଓଡ଼ିଶାବାସୀଙ୍କୁ କହିବି ଯେ ଫିଲ୍ମଟିକୁ ବହୁତ ଭଲ ପାଆନ୍ତୁ, ଆସିକି ଦେଖନ୍ତୁ। ମହାଦେବଙ୍କ ପାଖରେ ପ୍ରାର୍ଥନା କଲି ମୋ ଫିଲ୍ମର ସଫଳତା ପାଇଁ। ଆଉ ଭଗବାନ ନ ଚାହିଁଲେ ତ କିଛି ହେଇପାରିବନି। ସିଏ ହିଁ ସର୍ବକର୍ତ୍ତା, ଦୈବ ବିଧାତା। ମୁଁ ଚାହୁଁଛି ମହାଦେବ ମୋତେ ଶକ୍ତି ଦିଅନ୍ତୁ, ସାହସ ଦିଅନ୍ତୁ, ଯେମିତି ଏ ଫିଲ୍ମର ସବୁ କାମକୁ ମୁଁ ଭଲ ଭାବରେ ସମାପ୍ତ କରିକି ରିଲିଜ କରିପାରେ। ଆଉ ମୁଁ ଚାହେଁ ଆମର ଏ ଓଡ଼ିଶାବାସୀ ଏ ଫିଲ୍ମଟିକୁ ଭଲ ପାଆନ୍ତୁ, ଫିଲ୍ମଟି ଗ୍ରାଣ୍ଡ ସକ୍ସେସ୍ ହଉ। ଫିଲ୍ମଟି ମାନେ ରୋମାଣ୍ଟିକ ଷ୍ଟୋରି ଅଛି, କାହାଣୀ ଅଛି। ରିଲିଜ ଯାହା ବି ହେଲେ ଏବେ ତ ସୁଟିଂ ଚାଲିଛି, ତାପରେ ପୋଷ୍ଟ ପ୍ରଡକ୍ସନ ହବ। ରିଲିଜ 3-4 ମାସ ଲାଗିଯିବ କମ୍ପ୍ଲିଟ। ହଁ, ନାଇଁ, ଆମେ ଫିଲ୍ମଟିକୁ ଭଲ ଭାବରେ ତିଆରି କରିବା ପାଇଁ ଚେଷ୍ଟା କରୁଛୁ। ଆଉ ମୋର ଆଶା ଅଛି ଫିଲ୍ମ ଆମକୁ ହଲ୍ ମିଳିଯିବ। ମୋର ସେଇ ଆଶା ଅଛି। ହଲ୍ ମିଳିଯିବ। ଓଡ଼ିଶାରେ ବିଭିନ୍ନ ହଲ୍ରେ ରିଲିଜ କରିବାକୁ ମୁଁ ଚେଷ୍ଟା କରିବି, ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିବି। ଫିଲ୍ମ 75% ସୁଟିଂ ସରିଗଲାଣି, ଆଉ 25% ଅଛି। ଲୋକେସନ ସାରା ଓଡ଼ିଶାରେ ଆମର ବିଭିନ୍ନ ଜାଗାରେ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ବିଭିନ୍ନ ଜାଗାରେ ଭଲ ଲୋକେସନରେ ସୁଟିଂ ଚାଲିଛି। ହଁ ହଁ, ନ୍ୟାଚୁରାଲ ଲୋକେସନକୁ ନେଇକି ସୁଟିଂ କରାହଉଛି। ମୁଁ ଜାଗରରେ କଣ କହିବି, ମହାଶିବରାତ୍ରି ଆଜି। ଆଉ ମୁଁ ଚାହୁଁଛି, ମାନେ ଏଇଟା ହଉଛି ଆଜିର ଦିନ ହଉଛି ଶିବ ପାର୍ବତୀଙ୍କର ବିବାହର ଦିନ। ଆଉ ବିବାହର ଗୋଟେ କର୍ମ ହଉଛି ଆମର ଚଉଠି ରାତି, ଯୋଉଟା ମୋ ଫିଲ୍ମର ଟାଇଟଲ। ତ ମୁଁ ସେଇ ଭଗବାନଙ୍କ ପାଖରେ ମୋ ଫିଲ୍ମଟିକୁ ଅର୍ପଣ କରୁଛି। ଫିଲ୍ମଟି ସଫଳତା ଲାଭ କରୁ, ମୁଁ ଏହା ଚାହିଁବି। ଓଡ଼ିଶାବାସୀଙ୍କୁ କହିବି ଯେ ଫିଲ୍ମଟିକୁ ବହୁତ ଭଲ ପାଆନ୍ତୁ, ଆସିକି ଦେଖନ୍ତୁ। ହଁ, ୟୁନିକ୍ ନେମ୍ଟିଏ। ଚଉଠି ରାତି ମାନେ ଏଇଟା ହଉଛି କଣ କି, ମାନେ ଆମ ସଂସ୍କୃତି, ଆମ ପରମ୍ପରାରେ, ଆମ ପ୍ରତ୍ୟେକ ମଣିଷ, ସାଧାରଣ ମଣିଷଙ୍କ ଜୀବନରେ ଦିନଟି ଆସେ। ସମସ୍ତଙ୍କ ଜୀବନରେ ଦିନଟି ଆସେ। ତ ସାଧାରଣ ଲୋକଙ୍କୁ ଛୁଇଁବା ପାଇଁ, ତାଙ୍କ ମନକୁ ଛୁଇଁବା ପାଇଁ, ତାଙ୍କୁ ଆକୃଷ୍ଟ କରିବା ପାଇଁ ଫିଲ୍ମର ନାଁଟି ଦିଆଯାଇଛି। ଆଉ କାହାଣୀ ଅନୁସାରେ ହିଁ ଫିଲ୍ମର ନାଁଟି ଚଉଠି ରାତି ଦିଆଯାଇଛି। ବୁଝିପାରିଲି। ଆକ୍ଟର ତ ମୁଁ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛି। ଆଉ ମୁମିତା ଅଛନ୍ତି ହିରୋଇନ। ଆଉ ଅନ୍ୟ ମାନେ ଅଛନ୍ତି, ଟିକେ ଆମେ ସସ୍ପେନ୍ସ ରଖିଛୁ, ପରେ ଜଣେଇବୁ।